ଗୁରୁ ଦିବସରେ ମୁଁ ଆପଣମାନଙ୍କ ପାଇଁ ନେଇ ଆସିଛି ଗୁରୁ ଓ ଶିଷ୍ୟଙ୍କ ଛୋଟିଆ କାହାଣୀଟିଏ। ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ ପରମବ୍ରହ୍ମ ତସ୍ମୈ ଶ୍ରୀ ଗୁରୁଭ୍ୟୋ ନମଃ। ଗୁରୁ ପରମବ୍ରହ୍ମ, ଗୁରୁ ନିରାକାର, ଗୁରୁ ଈଶ୍ୱର, ସେ ମହାନ। ତାଙ୍କର ଆଶୀର୍ବାଦରେ ଛାତ୍ର ବଡ଼ ମଣିଷ ହୋଇପାରେ, ଆଉ ଅଭିଶାପରେ ନଷ୍ଟ ବି ହୋଇପାରେ। ବିଦ୍ୟା ଆରମ୍ଭେ ଗୁରୁଶ୍ରେଷ୍ଠ ସେଦିନ ହୋଇଥାଏ ଗୁରୁବାର। ପ୍ରତ୍ୟେକ ପିଲା ବିଦ୍ୟାଳୟକୁ ଆସିଥାନ୍ତି। ପିଲା କହିଲେ ଛାତ୍ରଛାତ୍ରୀ 30 ଜଣ। ଦଶମ ଶ୍ରେଣୀର ଛାତ୍ରଛାତ୍ରୀ। ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରୁଥିବା ଛାତ୍ର ଶକ୍ତି ଓ ଶେଷ ସ୍ଥାନ ଅଧିକାର କରୁଥିବା ଛାତ୍ର ବିଜୟ। ଦୁହିଁଙ୍କର ବ୍ୟବହାର ପ୍ରାୟ ଅଲଗା। ଶକ୍ତି ଢେର ବେଶୀ। ବାପାଙ୍କର ପ୍ରତିପତ୍ତି, ତା ସାଙ୍ଗକୁ ଭଲ ପାଠ ପଢ଼େ, କାହାକୁ ଖାତିର ନାହିଁ। ମାତ୍ର ବିଜୟ ସାଧାରଣ ଘରର ପିଲା, ପାଠ ବି ଆସେ ନାହିଁ। ବିଦ୍ୟାଳୟକୁ ଆସିଲା ବେଳେ କାନରେ 2ଟି ଫୁଲ ଖୁସି ଆସିଥାଏ ଓ ପଛ ଧାଡ଼ିରେ ବସି ଶିକ୍ଷକ ଥଟ୍ଟାରେ ପଚାରିଲେ ଗାଁ ଠାକୁରାଣୀ ଦେଇଥିବା କଥା କହିଥାଏ। ଏମିତି ଦିନ ପରେ ଦିନ ବିତିଗଲା। ଶକ୍ତି ତାର ଶକ୍ତି ଦେଖାଇ ଚାଲିଲା। ପିଲାମାନଙ୍କୁ ବହୁତ ହଇରାଣ କଲା। ଶିକ୍ଷକ ମଧ୍ୟ ଛାଡ଼ିଲା ନାହିଁ। ଥରେ ପ୍ରଧାନ ଶିକ୍ଷକ ରାଗିଯାଇ ତାକୁ ଗାଳି ଦେଲେ। ବେତ ପ୍ରହାର ମଧ୍ୟ କଲେ। କାଳେ ସୁଧୁରିଯିବ। କଥାରେ ଅଛି, ମଣିଷ ପ୍ରକୃତି ମଲେ ତୁଟେ, ଘୁଷୁରି ପ୍ରକୃତି ପଙ୍କେ ଲୋଟେ। ସେ ବା କେମିତି ତା ପ୍ରକୃତି ଛାଡ଼ିବ? ପ୍ରଧାନ ଶିକ୍ଷକ ଉପରେ ରାଗିଯାଇ ତାଙ୍କ ବସିବା ଚେୟାରରେ ବାଇଢଙ୍ଗ ଲଗାଇ ଦେଇଥିଲା। ଶିକ୍ଷକ ଜାଣିପାରି ତାକୁ ତାଗିଦ କଲେ। ସେ କେଉଁ ମାନିବା ପିଲା। ପୁଣି ଶିକ୍ଷକଙ୍କ ଗାଧୁଆ ପାଣିରେ ବାଇଢଙ୍ଗ ବିଛୁଆତି ଆଣି ପକାଇ ଦେଇଥିଲା। ଶିକ୍ଷକ ସେ ପାଣି ଗାଧୋଇ ବହୁତ କଷ୍ଟ ପାଇଲା। ତାକୁ ଅଭିଶାପ ଦେଇଥିଲେ, ତୁ ଜୀବନରେ କେବେ ଭଲ ମଣିଷଟିଏ ହୋଇପାରିବୁ ନାହିଁ। ମାତ୍ର ବିଜୟ ଥିଲା ନମ୍ର, ସହନଶୀଳ, ଗୁରୁଭକ୍ତି। ଶିକ୍ଷକ ଯାହାକୁ କହୁଥିଲେ ସେ ମାନୁଥିଲା, ପ୍ରତ୍ୟେକ କାର୍ଯ୍ୟ କରୁଥିଲା। ତାଙ୍କର ଏପରି ଭାବ ଦେଖି ଶିକ୍ଷକମାନେ ତାକୁ ପ୍ରଶଂସା କରୁଥିଲେ, ଆଶୀର୍ବାଦ ଦେଉଥିଲେ, ତୁ ଜୀବନରେ ବଡ଼ ମଣିଷଟିଏ ହେବୁ, ଭଲ କାମ କରିବୁ। ଏମିତି 2 ମାସ ବିତି ଯାଇଥିଲା। ମାଟ୍ରିକ ପରୀକ୍ଷା ପାଖେଇ ଆସିଲା। ପ୍ରତ୍ୟେକ ପିଲା ପରୀକ୍ଷା ଦେବା ପାଇଁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଲେ। ପରୀକ୍ଷା ସରିଲା, ରେଜଲ୍ଟ ବାହାରିଲା। ଶକ୍ତି ପ୍ରଥମ ଶ୍ରେଣୀରେ ପାସ୍ କଲା। ଆଉ ବିଜୟ ଶକ୍ତି ପାଖାପାଖି ବସିଥିବାରୁ ସେ ତାକୁ କିଛି ବତାଇ ଦେଇଥିଲା, ତେଣୁ ସେ 2ୟ ଶ୍ରେଣୀରେ ମଧ୍ୟ ପାସ୍ କଲା। ଏମିତି ସମୟର ସୁଅ ଗଡ଼ି ଚାଲିଥିଲା। ଶକ୍ତି ତାର ଶକ୍ତି କମି କମି ଗଲା। ଭଲ ପାଠ ପଢ଼ି ଚାକିରିଟିଏ ପାଇଲା ନାହିଁ। ମଦ ଖାଇ ମାତାଲ ହୋଇ ବୁଲିଲା। ବିଜୟ ଗୁରୁଙ୍କ ଆଶୀର୍ବାଦରୁ ଭଲ ଚାକିରି ଖଣ୍ଡେ ପାଇ ସମ୍ମାନ ସହିତ ସମାଜରେ ବଞ୍ଚିପାରିଲା। ଆଜି ବି ଶକ୍ତିକୁ ଯିଏ ଦେଖେ ତା ପାଟିରୁ ବାହାରି ପଡ଼େ ଗୁରୁଙ୍କର ଅଭିଶାପରୁ ପିଲାଟି ନଷ୍ଟ ହୋଇଗଲା। ଭାରତବର୍ଷରେ ଗୁରୁଙ୍କ ସ୍ଥାନ ଯଥେଷ୍ଟ ଉପରେ। ସେ ଛାତ୍ରଙ୍କୁ ଜ୍ଞାନ ଆଲୋକ ଦେଇ ଅଜ୍ଞାନ କାଳିମାଙ୍କୁ ଦୂରେଇ ଦେଉଥିଲେ। ଗୁରୁଙ୍କ ଆଶୀର୍ବାଦ ପାଇ ଏକଲବ୍ୟ, ଉପମନ୍ୟୁ, ଆରୁଣୀ ଆଦର୍ଶ ଛାତ୍ର ରୂପେ ନିଜକୁ ଗଢ଼ିପାରିଲେ। ଯଦି ଏ କାହାଣୀଟି ଆପଣଙ୍କୁ ଭଲ ଲାଗେ ମୋ ଚ୍ୟାନେଲକୁ ସବସ୍କ୍ରାଇବ। ଜୟ ଗୁରୁଦେବ।